ସମସ୍ତଙ୍କୁ ନମସ୍କାର, ଗୁଡ୍ ମର୍ଣ୍ଣିଂ। ଆଜି ମୋଷ୍ଟ ପ୍ରୋବାବ୍ଲି ଏଇଟା ମୋ ଘରୁ ମୋ ଲାଷ୍ଟ ତ କେବେ କହିବା କଥା ନୁହଁ, ବଟ୍ ହେଇଥାଇପାରେ କି ମୁଁ ଡ୍ୟୁଟିକି ରିପୋର୍ଟ ଏୟାର ଇଣ୍ଡିଆରେ ଏତେ ବର୍ଷ ପରେ ହେଇଥାଇପାରେ କି ମୋର ଏଇଟା ଲାଷ୍ଟ ଜର୍ଣ୍ଣି ହେଇଥାଇପାରେ ଆଜ୍ ଅ କମାଣ୍ଡର ପାଇଲଟ। ଭାବୁଛି ବହୁତ ଲମ୍ବା ଜର୍ଣ୍ଣି, ଏତେ ଜଲ୍ଦି ସରିଯିବ ବୋଲି ଆଶା କରିନଥିଲି, ଭାବି ବି ନଥିଲି, କ୍ୟାଲକୁଲେସନରେ ନଥିଲା। ବହୁତ କିଛି କରିବାର ଅଛି, ଇଚ୍ଛା ଅଛି। ଆପଣ ସମସ୍ତଙ୍କର ଆଶୀର୍ବାଦ ବି ଅଛି, ମୁଁ ଜାଣିଛି। ଡିଫିକଲ୍ଟ ଟାଇମ୍ସ କିଛି ବି ଭଲ ସିଚୁଏସନ୍ ନୁହଁ, ମେଣ୍ଟାଲ କଣ୍ଡିସନ ବି ମୋର ସେମିତି କିଛି ବହୁତ ଭଲ ବି ନାହିଁ। ଆଶା କରୁଛି ଯୋଉଥିପାଇଁ କି ଆମେମାନେ ସମସ୍ତେ ମିଶି ଗୋଟେ ସାକ୍ରିଫାଇସ୍ କରିବାକୁ ଯାଉଛେ, ସେଥିରେ ଯେମିତି ହେଲେ କିଛି ସକ୍ସେସ୍ ମିଳିବ କି ପୂରଣ ତ ହବ। ଯେଉଁମାନେ ସବୁ ଆଶା କରିକି ଅଛନ୍ତି, କି ମୁଁ ବି ଯେଉଁ ଆଶା କରିଛି ଓଡ଼ିଶା ପାଇଁ, ମୋ କନଷ୍ଟିଟ୍ୟୁଏନ୍ସି ପାଇଁ, ମୋ ଫ୍ୟାମିଲି ପାଇଁ, ସମସ୍ତେ ଯେଉଁମାନେ ସବୁ ସାକ୍ରିଫାଇସ୍ କରୁଛନ୍ତି ମୋ ସାଥିରେ, ମୁଁ ଭାବୁଛି କିଛି ଏଣ୍ଡ ରେଜଲ୍ଟ ଭଲ ହବ ବୋଲି ମୁଁ ଆଶା କରୁଛି। ଡିଫିକଲ୍ଟ ଟାଇମ୍ସ ଦେଖିବା କ'ଣ ହଉଛି। ଥ୍ୟାଙ୍କ ୟୁ। ବାହାରିଲା ସମସ୍ତଙ୍କୁ ହ୍ୟାପି ନ୍ୟୁ ଇୟର, ଗଡ୍ ବ୍ଲେସ୍ ୟୁ। Thank you. All the best. Samasthinku. Happy New Year. Bye.